ଦଶବତାର ଲୀଳା ଯାତ୍ରା ବିରଚନ ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥା ମାନ ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂ ଲୀଳା ଯାର পতিত পাবন অর্থে প্রাসাদ বাহার। জয় শ্রী জগন্নাଥ, জয় ওড়িশা, মহানাମ ମାତୃଭାଷା। ମୁଁ ରାଜେଶ ଶତପଥୀ ଆପଣମାନଙ୍କୁ ସ୍ୱାଗତ କରୁଛି ମହାନାମ ମାତୃଭାଷା ୟୁଟ୍ୟୁବ ଚ୍ୟାନେଲକୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ଜନପ୍ରିୟ କୃତି ହେଉଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ। ଏହି କାବ୍ୟର ପ୍ରଥମ ଛାନ୍ଦରେ କବି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବନ୍ଦନା କରିବା ସହିତ ପ୍ରଭୁଙ୍କ ଲୀଳା ବର୍ଣ୍ଣନା କରିଛନ୍ତି। ତ ସମ୍ପୂର୍ଣ୍ଣ ପ୍ରଥମ ଛାନ୍ଦ ଆଜି ମୁଁ ବ୍ୟାଖ୍ୟା କରୁନି, କେବଳ ପ୍ରଥମ ଛାନ୍ଦ ଅନ୍ତର୍ଗତ ପ୍ରଭୁଙ୍କ ସ୍ନାନ ଲୀଳା ବା ସ୍ନାନ ଯାତ୍ରା ସମ୍ପର୍କିତ ଯେଉଁ ପଦଗୁଡ଼ିକ ଅଛି ସେଇଟା ମୁଁ ଆଜିର ଭିଡ଼ିଓରେ ବ୍ୟାଖ୍ୟା କରିବାକୁ ଯାଉଛି। ତ ଆଶା କରିବି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ କେମିତି ଲାଗିଲା ମତାମତ ନିଶ୍ଚୟ ଦେବେ। ଦଶ ଅବତାର ଲୀଳା ଯାତ୍ରା ବିରଚନ ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥା ମାନ ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର ହେ। ଅର୍ଥାତ୍ ପ୍ରଭୁ ଶ୍ରୀ ଜଗନ୍ନାଥ ଦଶ ଅବତାର ଲୀଳା ବିରଚନ କରିଥାନ୍ତି ଆଉ ଲୋକଙ୍କୁ ଯୁଗ ଯୁଗାନ୍ତରର କଥା ଏହି ଅବତାର ଲୀଳା ମାଧ୍ୟମରେ ଦେଖାଇଥାନ୍ତି। ତାପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନିଜସ୍ୱ ଦୁଇଟି ମହାନ ଲୀଳା ହେଉଛି ସ୍ନାନ ଯାତ୍ରା ଏବଂ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏହି ଉଭୟ ଯାତ୍ରାରେ ପତିତ ପାବନ ଅର୍ଥରେ ବା ପାପୀମାନଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଭଗବାନ ବା ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରାସାଦରୁ ବା ଶ୍ରୀମନ୍ଦିରର ଗମ୍ଭୀରାରୁ ବାହାରକୁ ବାହାରିଥାନ୍ତି ଏବଂ ସମସ୍ତଙ୍କୁ ଦର୍ଶନ ଦେଇଥାନ୍ତି। ତାପରେ କବି କହୁଛନ୍ତି, ଜ୍ୟେଷ୍ଠ ପୂର୍ଣ୍ଣମାସୀ ପୂର୍ବ ନିଶି ଅବଶେଷେ ସେବକ ଉତ୍ସୁକେ ମିଳି ମହାପ୍ରଭୁ ପାଶେ ହେ। ଅର୍ଥାତ୍ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାର ଠିକ୍ ପୂର୍ବ ରାତିର ଶେଷ ଆଡ଼କୁ ସେବକମାନେ ଆନନ୍ଦର ସହିତ ଉତ୍ସୁକତାର ସହିତ ମହାପ୍ରଭୁଙ୍କ ପାଶରେ ଯାଆନ୍ତି ଆଉ ସେ କାଳକୁ ଅନୁସରି ଯାତ୍ରୀ ନରନାରୀ ଯିଏ ଯାହାର ନିତ୍ୟକର୍ମ ତ୍ୱରା ହୋଇ ସାରି ହେ ହରି ହରି ଦ୍ୱାରେ ମିଳି ହରି ଧ୍ୱନି କଲେ ହରିତ ପୁରିତ ତ୍ୱରି ତରେ ତହିଁ ହେଲେ ହେ। ଅର୍ଥାତ୍ ସେହି କାଳ ଅନୁସାରେ ବା ସେହି ସମୟ ଅନୁସାରେ ନରନାରୀମାନେ ବା ଯାତ୍ରୀମାନେ ଯିଏ ଯାହାର ନିତ୍ୟକର୍ମ ମାନେ ନିଜ ନିଜ ନିତ୍ୟକର୍ମ ଶୀଘ୍ର ଶୀଘ୍ର ସାରିଦେଲେ ସେହି ସମୟକୁ ଅପେକ୍ଷା କରିକି ବା ସେହି ସମୟକୁ ଦେଖିକି ସମସ୍ତ ନରନାରୀ ନିଜ ନିଜ ନିତ୍ୟକର୍ମ ଶୀଘ୍ର ଶୀଘ୍ର ସାରିଦେଲେ ଆଉ ହରି ହରି ଦ୍ୱାରେ ମିଳି ହରିଧ୍ୱନି କଲେ। ହରିଦ୍ୱାରର ଅର୍ଥ ଏଠାରେ ସିଂହଦ୍ୱାରକୁ ବୁଝାଉଛି। ତ ସମସ୍ତେ ସିଂହଦ୍ୱାରରେ ମିଳିତ ହୋଇକି ହରି ହରି ଧ୍ୱନି କଲେ ଆଉ ହରିତ ପୁରିତ ତୁରି ତରେ ତହିଁ ହେଲେ ହେ। ହରିତର ଅର୍ଥ ହେଉଛି ଦିଗ। ତ ଏଇ ପଦର ଅର୍ଥ ହେଉଛି ସେହି ସମୟ ଅନୁସାରେ ନରନାରୀ ବା ସ୍ତ୍ରୀ ପୁରୁଷ ଯାତ୍ରୀମାନେ ନିଜ ନିଜର ନିତ୍ୟକର୍ମ ଶୀଘ୍ର ଶେଷ କରି ବଡ଼ ଦେଉଳର ସିଂହଦ୍ୱାରରେ ପହଞ୍ଚି ହରି ହରି ଧ୍ୱନି କଲେ ଆଉ ସେହି ଧ୍ୱନି ସାଙ୍ଗେ ସାଙ୍ଗେ ଚାରିଦିଗକୁ ବ୍ୟାପିଗଲା। ହରିତର ଅର୍ଥ ହେଉଛି ଦିଗ, ତ ଚାରିଦିଗକୁ ସେହି ହରି ହରି ଧ୍ୱନି ସାଙ୍ଗେ ସାଙ୍ଗେ ବ୍ୟାପିଗଲା। ପଡ଼ିଲା ତୁଳି ପାହାଡ଼ା ବିଜୟ ନିମିତ୍ତେ ବାଜିଲା ମେଘା ମୃଦଙ୍ଗ ମର୍ଦ୍ଦଳ ସହିତେ ହେ କଂସାଳ ତାଳ କର୍ଣ୍ଣାଳ ପଟହ ଝରଝରା ମୋ ପରେ ବିଜେ କରିବେ ଭାବି ତୋଷ ଧରା ହେ। ଏଠାରେ ତୁଳିର ଅର୍ଥ ହେଉଛି ପାଟ ମୁଚୁଳା, ପାହାଡ଼ା ଅର୍ଥାତ୍ ବିଛଣା, ମେଘାର ଅର୍ଥ ହେଉଛି ଗୋଟେ ପ୍ରକାର ବାଦ୍ୟ। ତ ଜଗନ୍ନାଥଙ୍କ ବିଜୟ ପାଇଁ ପାଟ ମୁଚୁଲା ବିଛାଗଲା, ମେଘା ମୃଦଙ୍ଗ ମର୍ଦ୍ଦଳ ଆଦି ବାଦ୍ୟ ସବୁ ବାଜିଲା। କଂସାଳର ଅର୍ଥ ହେଉଛି ଝାଞ୍ଜ, କର୍ଣ୍ଣାଳର ଅର୍ଥ ହେଉଛି ଭେରି, ଝରଝରାର ଅର୍ଥ ହେଉଛି ଖଞ୍ଜଣି। ତ ଏହିସବୁ ବାଦ୍ୟଯନ୍ତ୍ର ବଜାଗଲା ପ୍ରଭୁଙ୍କ ବିଜୟ ନିମିତ୍ତ। ଝାଞ୍ଜ ଭେରି ଖଞ୍ଜଣି ଆଦି ବାଦ୍ୟ ବାଜିଲା ଆଉ ଧରାର ଅର୍ଥ ହେଉଛି ଧରଣୀ ବା ପୃଥିବୀ। ମୋ ଉପରେ ପ୍ରଭୁ ଆଜି ବିଜେ କରିବେ ବୋଲି ପୃଥିବୀ ନିଜେ ବି ବହୁତ ସନ୍ତୋଷ ହେଲା। ନହିବେ ସର୍ବଜ୍ଞ କିମ୍ବା ବ୍ରହ୍ମ ପରିକାର ଜାଣିବେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର ହେ ପୂର୍ବଜରେ ପୂର୍ବଗଜ ଭାବ ଉପୁଜାଇ
पहंडी विजय कले झुलाई झुलाई जे ब्रह्म परिकार अर्थात महाप्रभु सेवक माने दक्षिण कुंजर दक्षिण दिग हाथी पूर्वज बड़ भाई पूर्वगज पूर्व दिग हस्ती अर्थात दक्षिण दिग हस्ती हूँ बामन एवं वर्णकला आउ पूर्वगज बा पूर्व दिग हस्तीर रंग धला से हूँ ऐरावत। तो भगवान को सेवक माने कहीं सर्वज्ञ न हेबे से माने जानिले जे प्रभु होइछन्ति दक्षिण दिग हस्ती आउ तांको बड़ भाई बलराम होउछन्ति पूर्व दिग हस्ती एथिपाई दुहिं को झुलाई झुलाई पहंडी करी विजे कराइले। एमंत नहिले कि प्रासाद दरी तेजी मंडप सर अवगाहरे चित्त मज्जी हे सार गंध सार पंके भूषित होइबे जनपंक पंकज वन को उजाड़े हे माने केमिति चमत्कार भाव कवि सम्राट उपेन्द्र भंज प्रभु श्री जगन्नाथ को कुंजर बा हाथी सहित तुलना करुछन्ति। देखंतु हाथीर दृश्य सहित प्रभुंक दृश्य को केमिति से उपमा देउछन्ति। प्रासाद दरी एठारे मंदिर गुहा को बुझाउछि मंडप सर अर्थात स्नान वेदी रूपक पुष्करिणी सरर अर्थ होछि पुष्करिणी तो एठारे स्नान वेदी रूपक पुष्करिणी अवगाहरे अर्थात गाधोइबारे हाथी जेमिति पर्वत गुहारे रही थाए आउ पोखरी को आसिकी पानी रे बुड़ीकी गाधोई थाए ठीक सही भली प्रभु श्री जगन्नाथ मध्य हाथी होई नथिले मंदिर गुहारु बाहरी स्नान वेदी रूपक पोखरी रे स्नान करिबाकू काहेकि अबा मन बोलाई थांते। तापरे सार गंध सार पंके भूषित होइबे सार अर्थात श्रेष्ठ गंध सार पंक अर्थात घोड़ा चंदन एठारे घोड़ा चंदन को कवि गंध सार पंक बोली कहउछन्ति। हाथी माने गाधोई सारी पंक कादुओ बोली हेला परी प्रभु श्री जगन्नाथ घोड़ा चंदन बोली हेबे आउ हाथी माने जेमिति गाधोई सारिबा परे पद्म वन को मथी चकटी की उजाड़ी दे थांती ठीक सही भली प्रभु स्नान सारिबा परे चंदन चर्चित हेइकी लोक मानक पाप रूपक पद्म वन को उजाड़ी देबे। सबुदिने लीलास्थान नील महीधर भक्त भाव रज्जुरे बंधन अछि जार हे जड़ जेते छंती एते भाव की जानिबे बाहुड़ीबा बेले बेसे व्यकत होइबे हे भव सागर सुवर्ण तरणी विचारी सुभद्रांकु विजे कराइले तथा धरी हे। तो एठारे नील महीधर बा नीलगिरी जहाँकि बड़ देउलर गोटे नाम नीलगिरी बोली कहा जाए। तो प्रभु श्री जगन्नाथ सबुदिनिया विहार स्थान हेउछि बा सबुदिनिया लीला स्थान हेउछि बड़ देउल बा नीलगिरी आउ से सबुबेले भक्तर भाव रूपक रजुरे बंधा हेकि थांती। जड़ अर्थात अज्ञानी मूर्ख अज्ञानी लोक माने एते कथा एते भाव बुझी पारिबे नाही जानी पारिबे नाही से माने देखंती जगन्नाथ मंदिर को फेरिबा बेले हाथी बेश बा हस्ती बेश होइछन्ति माने एई सबु लीला एई सबु भाव से माने बुझी पारंती नाही केवल प्रभु स्नान सारिकी फेरिबा बेले देखंती जे प्रभु हस्ती बेश धारण करिछन्ति सेतिकिरु महाप्रभुंको हस्ती बा गुंजर भाव से माने बुझी पारंती। सुभद्रा देवी को संसारर सागरर सुवर्ण डंगा विचार करिकी सेवक माने टेकी नेले आउ मंडप उपरे विजे कराइले। तापत्रय भांड भंजनकु दंडवर सुदर्शनक विजे सही परकार हे इंद्रपद दाता जे राजाधिराजेश्वर विजे करे द्विज देई निज कर भर हे। तापत्रय अर्थात संसार रे मनीष तीनोटी ताप अधीन गोटे हूँ आध्यात्मिक आ गोटे अधिदैविक आ गोटे अधिभौतिक। तो यही तीन प्रकार तापरु जी उद्धार करि पारंती बा दंडवर श्रेष्ठ ठेंगा लोक मानक त्रिताप रूपक व तीन प्रकार ताप रूपक हांडी को जो ठेंगा भांगी पारे से होउछन्ति प्रभु सुदर्शन। तो सही सुदर्शन ठेंगा बा दंड आकार रे विजे कले महाप्रभु इच्छानुसार इंद्रपद दे पारंती से ब्राह्मण मानक उपरे हाथ भारा दे राजाधिराजेश्वर परी विजे करंती। ढालंती चामर श्वेत छत्र टेका तही क्षीर सागर लहरी भ्रम उपजाई हे गहल होएण कला छत्र शोभा दिशी तुंग शिखरी परे की जलद आकर्षी हे पताका ब्याजटी तेजे शून्य निरधार स्वेद छले करे नर तनु जर जर हे। अर्थात सही समय रे सेवक माने
ଚାମର ହଳାଉଥାନ୍ତି ଆଉ ଧଳା ଛତ୍ରୀ ଟେକି ଧରିଥାନ୍ତି। ଏଇ ଦୃଶ୍ୟ ସତେ ଯେମିତି କ୍ଷୀର ସମୁଦ୍ରର ଲହରୀ ଭଳି ଭ୍ରମ ଜନ୍ମାଇଥାଏ। ତୁଙ୍ଗ ଶିଖରୀର ଅର୍ଥ ହେଉଛି ଉଚ୍ଚ ପର୍ବତ, ଜଳଦର ଅର୍ଥ ହେଉଛି ମେଘ। ଅସଂଖ୍ୟ ଲୋକ ଗହଳିରେ ଲୋକେ ଧରିଥିବା କଳା ଛତାମାନ ଉଚ୍ଚ ପର୍ବତ ଉପରେ ମେଘ ଘୋଟି ଗଲା ପରି ଶୋଭା ପାଉଥାଏ। ବ୍ୟାଜର ଅର୍ଥ ହେଉଛି ଛଳ, ସ୍ୱେଦର ଅର୍ଥ ହେଉଛି ଝାଳ। ମେଘ ବର୍ଷିଲେ ପାଣିରେ ଓଦା ହୋଇଯିବା କଥା। ଏଠାରେ ଛତା ହେଲା ମେଘ। ତାହା ସତେ କି ପତାକା ଛଳରେ ଧଳା ପାଣି ବର୍ଷଣ କରୁଛି। ପାଣିରେ ଲୋକେ ଓଦା ହୋଇଯାଆନ୍ତି। ଏଠାରେ ଦର୍ଶକମାନଙ୍କ ଝାଳ ବହି ଶରୀରକୁ ଓଦା କରିଦେଉଛି। ତାପରେ କବି କହୁଛନ୍ତି, ଚଞ୍ଚଳା ଖେଳା ଚଳିବା ଖଦି ପିତବାସ, ତୃଷିତ ଦ୍ୱିଜ ଚାତକ ଜଳପାନେ ତୋଷ ହେ। ଏ ପ୍ରମାଣ ବରହୀଣ ପୁଚ୍ଛ ତେଣୁ ଚଳି, ନିଶାଣ ମଣ୍ଡୁକ ନାଦେ ଦିଗନ୍ତ ଉଛୁଳି ହେ। କେଡ଼େ ସୁନ୍ଦର ବର୍ଣ୍ଣନା ଦେଖନ୍ତୁ। ପିତବାସ ହଳଦିଆ ଲୁଗା, ଚଞ୍ଚଳା ଖେଳା ବିଜୁଳି ଚମକିବା, ଅର୍ଥାତ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜୟ କାଳରେ ଲୋକେ ହଳଦିଆ ଲୁଗା ପିନ୍ଧିଥାନ୍ତି। ତାହା ମେଘ କୋଳରେ ବିଜୁଳି ଖେଳିଲା ପରି ଦେଖାଯାଉଥାଏ। ବ୍ରାହ୍ମଣ ମାନେ ଚାତକ ଭଳି ପାଦୁକ ପାନ କରି ସନ୍ତୁଷ୍ଟ ହୁଅନ୍ତି। ମାନେ ବର୍ଷା ଋତୁର ଦୃଶ୍ୟ ସହିତ ଏଇ ସ୍ନାନ ଯାତ୍ରାର ଦୃଶ୍ୟକୁ କବି କେମିତି ଉପମା ଦେଉଛନ୍ତି, ତୁଳନା କରୁଛନ୍ତି। ବରହୀଣ ଅର୍ଥାତ୍ ମୟୂର ମାନେ, ନିଶାଣ ନାଗରା ବାଦ୍ୟ, ମଣ୍ଡୁକ ବେଙ୍ଗ। ଏହି ପ୍ରକାରେ ବର୍ଷା କାଳର ପ୍ରମାଣ ହେବାରୁ ମୟୂରମାନେ ଅଧିକ ପୁଚ୍ଛ ତ୍ୟାଗ କରନ୍ତି। ମହାପ୍ରଭୁ ବିଜେ କଲାବେଳେ ଲୋକମାନେ ମୟୂର ପୁଚ୍ଛ ବିଡ଼ା ବିଡ଼ା ପକାନ୍ତି। ବର୍ଷା କାଳରେ ଯେମିତି ବେଙ୍ଗ ରଡ଼ି ଛାଡ଼େ, ଠିକ୍ ସେହିଭଳି ଏଠାରେ ନାଗରା ବାଦ୍ୟରେ ଦିଗ ଉଛୁଳି ପଡ଼େ। ପ୍ରଭୁ ଚଳନ ଶବଦ ଜନିତ ସ୍ତନିତ, ପୁଷ୍ପାଞ୍ଜଳି ବୋକାବଳି ଉଡ଼ି ଖସେ ସତହେ। ଏମନ୍ତେ ସ୍ନାନ ମଣ୍ଡପେ ସିଂହାସନ ପର, ବିଜେ ମହାପ୍ରଭୁ ଘେନି ଭଗ୍ନି ସହୋଦର ହେ। ବର୍ଷା ଋତୁରେ ଆକାଶରେ ବଗମାନେ ଉଡ଼ୁଥାନ୍ତି। ଠିକ୍ ସେହିଭଳି ଏଠାରେ ମହାପ୍ରଭୁଙ୍କ ଆଗମନ ଶବ୍ଦ ଘଡ଼ଘଡ଼ି ପରି ଶୁଭୁଛି। ସ୍ତନିତର ଅର୍ଥ ହେଉଛି ଘଡ଼ଘଡ଼ି, ଆଉ ବୋକାବଳିର ଅର୍ଥ ହେଉଛି ବଗ ସମୂହ। ତ ମହାପ୍ରଭୁଙ୍କ ଆଗମନର ଶବ୍ଦ ଘଡ଼ଘଡ଼ି ପରି ଶୁଭୁଛି, ଆଉ ପୁଷ୍ପାଞ୍ଜଳି ବା ଫିଙ୍ଗା ଯାଉଥିବା ଫୁଲ, ଆଞ୍ଜୁଳା ଆଞ୍ଜୁଳା ଫୁଲ ସବୁ ବଗପନ୍ତି ଭଳି ଦେଖାଯାଉଛି। ସ୍ନାନ ମଣ୍ଡପରେ ଏବଂ ସିଂହାସନରେ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଘେନିକି ବିଜେ ହୋଇ ଆସିଛନ୍ତି। ନାଗ ନର କିନ୍ନର ଗନ୍ଧର୍ବ ଛନ୍ତି ଚାହିଁ, ଅନେକ କନକ ଘଟେ ପୂର୍ଣ୍ଣ କରି ତହିଁ ହେ। ଢାଳିଲେ ଭୂସୁରେ ନୀର ଶ୍ରୀମୁଖ ମଣ୍ଡଳେ, ଧାରାମାନ ପତନ ହୋଇଲା ମହୋଜ୍ଜ୍ୱଳେ ହେ। ତ ପ୍ରଭୁଙ୍କ ସ୍ନାନ ଲୀଳା ଦେଖିବା ପାଇଁ ସେଠାରେ ନାଗ ନର ଗନ୍ଧର୍ବ କିନ୍ନର ସମସ୍ତେ ଅନେକ ସୁବର୍ଣ୍ଣ କଳସରେ ଜଳ ପୂର୍ଣ୍ଣ କରି ଚାହିଁ ରହିଛନ୍ତି। ଭୂସୁରର ଅର୍ଥ ହେଉଛି ବ୍ରାହ୍ମଣ। ବ୍ରାହ୍ମଣ ମାନେ ମହାପ୍ରଭୁଙ୍କ ଶ୍ରୀ ମୁଖମଣ୍ଡଳରେ ଜଳ ଢାଳିଲେ। ଢାଳିବାରୁ ଉଜ୍ଜଳ ଧାରାମାନ ତଳକୁ ବହିଗଲା। କି ମେରୁ ହୀରା ମାରାଗ ହେମ ଶୃଙ୍ଗୁ ଖସି, ଜାହ୍ନବୀ ଯମୁନା ହରି ତାଳ ଧାରା ଆସି ଯେ। ଲେପନ ଚନ୍ଦନ ଖସି ଦିଶିଲା ଏମନ୍ତ, ସେତିନି ଶୃଙ୍ଗୁ କି ଜାତ ତରଳ ରଜତ ଯେ। ମାରାଗ ଅର୍ଥାତ୍ ମରକତ ମଣି। ବଳଭଦ୍ରଙ୍କ ରଙ୍ଗ ହେଉଛି ଧଳା, ଜଗନ୍ନାଥଙ୍କ ରଙ୍ଗ କଳା, ଆଉ ସୁଭଦ୍ରା ଦେବୀଙ୍କ ରଙ୍ଗ ହେଉଛି ହଳଦିଆ। ଏହି ତିନି ମୂର୍ତ୍ତିରୁ ବହି ପଡ଼ିବା ଜଳଧାରା ମେରୁ ପର୍ବତର ହୀରା ମରକତ ଓ ସୁବର୍ଣ୍ଣ ଶୃଙ୍ଗମାନଙ୍କରୁ ଗଙ୍ଗା ଯମୁନା ଏବଂ ହରିତାଳ ଧାରା ବହି ପଡ଼ିଲା ପରି ବୋଧ ହେଲା। ତିନି ମୂର୍ତ୍ତିଙ୍କ ଦେହରେ ଯେତେବେଳେ ଚନ୍ଦନ ଲେପନ କରିଦିଆଗଲା, ଆଉ ସେହି ଲେପନ କରାଯାଇଥିବା ଚନ୍ଦନ ଯେତେବେଳେ ଜଳଧାରା ସହିତ ଖସି ପଡ଼ିଲା, ସେହି ଦୃଶ୍ୟଟା ମନେ ହୁଏ ସତେ ଯେମିତି ତିନି ଶୃଙ୍ଗରୁ ତରଳ ରୂପା ଖସି ପଡ଼ୁଛି। ଦେଖିଲା ଆଖିରେ ଦରିଦ୍ରତା ନ ରଖିଲା, ମନ ହିଁ ଦୁଃସହ ଦୁଃଖ ମାନ ଉପେକ୍ଷିଲା ହେ। ହରିଚନ୍ଦନ ସଙ୍ଗରୁ ସେହି ବୋଲି ଘେନି, ବିଚାରିଲେ ହେବେ ଏତ ବାଞ୍ଛା ବରଦାନୀ ହେ। ସବୁ ରୂପେ ଏ ଉପମା ଉତ୍ତମ ସମ୍ଭବେ, ବିରାଜିତ ଭୁଜ ଶାଖା ଅଧର ପଲ୍ଲବେ ହେ। ସତେ କେଡ଼େ ସୁନ୍ଦର ସେଇ ଦୃଶ୍ୟ। ସେଇ ଦୃଶ୍ୟକୁ ଦେଖିଦେବା ଦ୍ୱାରା ଆଖିର ଆଉ ଦରିଦ୍ରତା ରହିଲା ନାହିଁ। ଯେଉଁମାନେ ଏ ଦୃଶ୍ୟ ଦେଖିଲେ ସେମାନଙ୍କ ଆଖିରେ ଆଉ ଦେଖିବା ପାଇଁ କିଛି ଅଭାବ ରହିଲା ନାହିଁ। ମାନେ ପୃଥିବୀର ଦୁନିଆର ଜଗତର ସବୁଠାରୁ ଶ୍ରେଷ୍ଠ ଦୃଶ୍ୟ ସେମାନେ ଦେଖିଦେଲେ। ମନରୁ ସବୁ ପ୍ରକାର ଅସହ୍ୟ ଦୁଃଖ ଦୂର ହୋଇଗଲା। ଆଉ ହରି ସଙ୍ଗେ ଚନ୍ଦନ ଲାଗିବାରୁ ବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗରେ ଚନ୍ଦନ ଲାଗିବାରୁ ଶ୍ରୀ ଜଗନ୍ନାଥ କଳ୍ପତରୁ ପରି ମନୋବାଞ୍ଛା ବର ପ୍ରଦାନ କରିବେ। କଳ୍ପତରୁଙ୍କର ଶାଖା ଥାଏ, ଏଠାରେ ମହାପ୍ରଭୁଙ୍କ ଭୁଜ ହେଲା ଶାଖା,
ଅଧର ହେଲା ପତ୍ର। ଏଣୁ କଳ୍ପତରୁ ସହିତ ସବୁ ପ୍ରକାର ଉତ୍ତମ ଉପମା ଏଠାରେ ଦିଆଯାଇପାରେ ବୋଲି କବି କହୁଛନ୍ତି। ଭକ୍ତି ମୁକ୍ତି ଫଳ ଅଛି ନ ଦେଖନ୍ତି କେହି, ସ୍ୱଭାବରେ ବ୍ରହ୍ମ ଦାରୁ ବ୍ୟସ୍ତ ପଦେ ରହି ହେ। ସୁରଭୀର ସ୍ଥାନ ସେନା ପଟା ବଳ କଳ, ଯାହା ପଦେ ସଦା ଢଳ ଢଳ ଗଙ୍ଗା ଜଳ ହେ। ଭାଗ୍ୟରୁ ଏ ଉପମା କାରକ ମୁଁ ଯେ ହେଲି, ପୁଲକିତ ଶରୀରେ ହରିରେ ସ୍ତୁତି କଲି ହେ। ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ସ୍ନାନ ଯାତ୍ରା ତଥା ପ୍ରଭୁଙ୍କ ରୂପକୁ କବି ଗୋଟିଏ ପରେ ଗୋଟିଏ ଉପମା ଦେଇ ଚାଲିଛନ୍ତି। ଏବେ ପ୍ରଭୁଙ୍କୁ କଳ୍ପବୃକ୍ଷ ସହିତ ସେ ତୁଳନା କରୁଛନ୍ତି। ଆଉ ଆଗରୁ ଆମେ ପୂର୍ବ ପଦରେ ପଢ଼ିଲେ କେମିତି ଶାଖା ଏବଂ ପତ୍ରର କଥା କହିଲେ। ଏବେ ଦେଖିବା ସେ କ'ଣ କହୁଛନ୍ତି। କଳ୍ପତରୁ ହେଉଛି ବ୍ରହ୍ମଦାରୁ, ତାକୁ ଓଲଟାଇ ପଢ଼ିଲେ ହେବ ଦାରୁ ବ୍ରହ୍ମ। କଳ୍ପତରୁର ଫଳ ଆଖିକୁ ଦେଖାଯାଏ ନାହିଁ, ଠିକ୍ ସେହିଭଳି ଏଠାରେ ମଧ୍ୟ ଭକ୍ତି ଏବଂ ମୁକ୍ତି ରୂପକ ଦୁଇଟି ଫଳ ଅଛି, ଯାହାକି ସାଧାରଣ ମଣିଷ ଚକ୍ଷୁରେ ଦେଖାଯାଏ ନାହିଁ ବା ଅଦୃଶ୍ୟ ଭାବରେ ରହିଥାଏ, ତାକୁ କେହି ଦେଖିପାରନ୍ତି ନାହିଁ। ବ୍ୟସ୍ତ ପଦର ଅର୍ଥ ହେଉଛି ବିପରୀତ ପଦ। ସୁରଭି କାମଧେନୁ ବା ସୁଗନ୍ଧ, ସେନାପଟା ଗୋଟିଏ ପ୍ରକାର କାଠ। କଳ୍ପବୃକ୍ଷ କାମଧେନୁର ଆଶ୍ରୟସ୍ଥଳ, ତାହା ବଳକଳ ଆବୃତ, ତାର ପାଦ ଦେଶରେ ଗଙ୍ଗା ସବୁବେଳେ ପ୍ରବାହିତ ହୋଇଥାଏ। କାହାର? କଳ୍ପବୃକ୍ଷର ପାଦ ଦେଶରେ। ସେହିପରି ପ୍ରଭୁ ମଧ୍ୟ ସୁରଭିର ଆଶ୍ରୟସ୍ଥଳ ଏବଂ କାଠ ଦ୍ୱାରା ଆବୃତ। ପ୍ରଭୁଙ୍କ ନଖ କୋଣରେ ଗଙ୍ଗା ସବୁବେଳେ ଢଳ ଢଳ ହେଉଥାଏ। ଏଣୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହୁଛନ୍ତି, ମୋ ସୌଭାଗ୍ୟରୁ ମୁଁ ଏହିଭଳି ଉପମା କାରକ ହୋଇପାରିଲି ଏବଂ ପୁଲକିତ ଶରୀରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସ୍ତୁତି କଲି। ତ ଆଜିର ଭିଡ଼ିଓରେ ଏତିକି ହିଁ। ଏହା ଥିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନ ଯାତ୍ରାର ବର୍ଣ୍ଣନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର ପ୍ରଥମ ଛାନ୍ଦରେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ ଜଣାଇବେ ଏବଂ ଅଧିକରୁ ଅଧିକ ସେୟାର କରିବେ। ଧନ୍ୟବାଦ।